नमस्कार बंधुगण आपण मानंकु आमर एही वीडियो को बहुत स्वागत जनाउछु। शास्त्र रे वर्णित रही कि जदि घरर स्त्री लोक माने अट्टा चकटिवा समय रे किछि भूल करि देइथांती ताहाले एहार अशुभ प्रभाव पतिंक उपरे ओ परिवार लोकंक उपरे देखिबाकू जाना पड़ी थाए। घरे खाद्य गरम खाइबा निहाती आवश्यक अटे। एहा द्वारा शरीर रे ओ मनरे सकारात्मक ऊर्जार संचार होइथाए, किंतु बेले बेले आम द्वारा किछि एभली भूल होई जाई थाए जहा द्वारा परिवारर समस्त लोकंकर उन्नति रे बाधा सृष्टि होइथाए। केबे भी पूर्वरु चकटा होइथिबा बा बासी अटार रुटी खांतु नाही। यार खराब प्रभाव स्वास्थ्य उपरे पड़िबा सहित जीवन उपरे मध्य पड़िबो। ଏହା ସହିତ ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ନାହିଁ ଏବଂ ଶାରୀରିକ ଅସୁସ୍ଥତା ଦେଖାଦେବ। ଆଉ କିଛି ଲୋକେ ରାତିରେ ରୁଟି କରିବା ପାଇଁ ଦ୍ୱିପ୍ରହର ସମୟରେ ଅଟା ଚକଟି ଫ୍ରିଜରେ ରଖି ଦେଇଥାନ୍ତି। ଏହା ଦ୍ୱାରା ସେହି ଅଟାରେ ପୋଷକ ତତ୍ତ୍ୱ କମି ଯାଇଥାଏ ଏବଂ ଏହି ରୁଟି ଆମେ ଖାଇବା ଦ୍ୱାରା ଏହାର ନକାରାତ୍ମକ ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ଆୟୁର୍ବେଦ ଅନୁସାରେ ବାସି ଅଟାର ରୁଟି କେବେ ବି ପ୍ରସ୍ତୁତ କରିବା ଉଚିତ ନୁହେଁ। ଅଟା ଚକଟି ସାରି ତୁରନ୍ତ ରୁଟି ପ୍ରସ୍ତୁତ କରି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ। ତେବେ ବନ୍ଧୁଗଣ, ଏଭଳି ଭୁଲ ଉପରେ ବିଶେଷ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ବନ୍ଧୁଗଣ, ଯଦି ଏହି ଭିଡିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ନିଜ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚୟ ଦବାଇ ଦିଅନ୍ତୁ। ବନ୍ଧୁଗଣ, ଭକ୍ତିରେ ଥରେ ନିଜ ଇଷ୍ଟଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।